जगतरे जगन्नाथ करि स्मरण जगत को शांति दियो मागे कल्याण जगतरे जगन्नाथ करि स्मरण जगत को शांति दियो मागे कल्याण आहे नील शैल प्रबल मत वारण मत वारण भारत नलिनी वनकु कल दलन आहे नील शैल गजराज चिंता कला ठाई घोर जड़ेन गजराज चिंता कला ठाई घोर जड़ेन नक्र पेशी नक्र नासी उधारिल आपण आहे नील शैल प्रबल मत वारण प्रबल मत वारण भारत नलिनी वनकु कल दलन आहे नील शैल। जगन्नाथंकर ये गोटे पवित्र जणाण ये जणाणटी आमको मने पकई दौची जगन्नाथ प्रकृत रे हिंदूर ना जगतर सनातन धर्मर ना सबु धर्मर आमे तांकु मानिबु न मानिबु सेटा अलगा कथा ये ब्राह्मणी पुओ किंतु मुसलमान होउचंती तांकर बापा माँ तांको पिला दिनु शिखेइथिले तुमे जगन्नाथ को डाक जगन्नाथंक दया हेले तबे निश्चित भावरे सुस्थ हो जिवो तेणु सालवेग जगन्नाथंकर जराण गाई खाली गाई नांती कथित अच्छी सालवेगंक पई पुरी बड़दाण्डरे जगन्नाथंक रथ अटकी जाई सालवेग पहुंचवा परे रथ चलिला आपण देखिए जगन्नाथंक क्षेत्र में आउ जने मुसलमान सन्थंकर समाधिपीठ रही सी होउचंदी हरिदास ठाकुर हरिदास ठाकुर हरिदास होउचंदी माने मुसलमान से चैतन्य को भल पाई चैतन्य धारा को भल पाई तांको जीवन इति सुंदर ही उठी जे से पूरी स्वर्गद्वार रे आज भी तांकर समाधि अछि महाप्रभु चैतन्य सुदूर नवद्वीप धामरु आसी जगन्नाथ क्षेत्र में रही गले सी आउ गले ना एठी तांकर महाप्रयाण कटिला एठी बेंटपुर अल्लादनाथ पाखे जो अच्छा बेंटपुर सेठी जो राय रामानंद थिले दक्षिण भारतर सेतबेले से थिले गवर्नर तांको सहित गोस्पद तीर्थ रे गोदावरी तटरे कथोपकथन छल ये महाप्रभु चैतन्य एते उल्लसित होती
ସବୁଦିନ ପାଇଁ ଏଇଠି ରହିଗଲେ। ଦେଖନ୍ତୁ ଶାଲବେଗ, ଯବନ ହରିଦାସ ଏବଂ ଚୈତନ୍ୟ, କେବଳ ଚୈତନ୍ୟ ନୁହନ୍ତି, କବୀର ମଧ୍ୟ ଆସିଛନ୍ତି। ତେଣୁ କବୀର ଚଉରା ବୋଲି ଆଜି ବି ସମୁଦ୍ର କୂଳରେ ତାଙ୍କର ଆଶ୍ରମ ରହିଛି। କବୀର କିଏ? ମୁସଲମାନ ଘରେ ସେ ଜନ୍ମ ହେଇଥିଲେ। ସେ ଗୋଟେ ପୁଷ୍କରିଣୀ ତଟରୁ ସେ ମିଳିଥିଲେ, ମୁସଲମାନ ଘରେ ବଢ଼ିଥିଲେ। ସିଏ କିନ୍ତୁ ଏତେ ମହାନ ହେଇ ଉଠିଲେ, ହିନ୍ଦୁଙ୍କୁ ବି ହିନ୍ଦୁଙ୍କ କଥା କହିଲେ, ମୁସଲମାନକୁ ମୁସଲମାନ କଥା କହିଲେ। କିନ୍ତୁ ହିନ୍ଦୁ ତାଙ୍କୁ ଯେତିକି ମାନିଛି, ମୁସଲମାନଙ୍କ ପାଖରେ ତାଙ୍କ କଥା ପ୍ରାୟ ନାହିଁ। ଆପଣ ଦେଖନ୍ତୁ ଶିରିଡ଼ି ସାଇ, ସିଏ ମୁସଲମାନ ଧର୍ମର ଲୋକ, କିନ୍ତୁ ସେ ଆଲ୍ଲାଙ୍କୁ ଆଉ ଓଙ୍କାରକୁ ଏକ ବୋଲି, ସବକା ମାଲିକ ଏକ ହୁଏ ବୋଲି କହିଲେ। ଠିକ୍ ସେଇଭଳି ଜଗନ୍ନାଥଙ୍କ କଥା ଏକ ସ୍ୱତନ୍ତ୍ର। ଗୁରୁ ନାନକ ଆସିଛନ୍ତି ଜଗନ୍ନାଥଙ୍କ ଧାମକୁ। ଆଜି ବି ଗୁରୁ ନାନକଙ୍କ ସହିତ ଜଗନ୍ନାଥଙ୍କର ଯେଉଁଠି ଦର୍ଶନ ହେଇଛି, ସେଇଠି ମଧ୍ୟ ସେ ସ୍ଥାନ ବି ଅଛି, ସେ ଆଶ୍ରମ ଅଛି। ଏଇଠି ଅତିବଡ଼ି ଜଗନ୍ନାଥ ଦାସ ସମୁଦ୍ରକୁ ପ୍ରାର୍ଥନା କରିଛନ୍ତି, 7ଟି ଲହଡ଼ି ଘୁଞ୍ଚି ଯାଇଛି। ସେଇଠି ସେ ଲେଖିଛନ୍ତି ପବିତ୍ର ଶାସ୍ତ୍ର ଭାଗବତ, ସେଇଠି ସେ ଦେହ ତ୍ୟାଗ କରିଛନ୍ତି। ସେଇ ଜଗନ୍ନାଥଙ୍କ କ୍ଷେତ୍ରରେ ମହାପ୍ରଭୁ ଚୈତନ୍ୟ ଗୋଟିଏ ବଉଳ ଗଛର ଦାନ୍ତ କାଟିରେ ଦାନ୍ତ ଘଷି ତାକୁ ପୋତି ଦେଇଛନ୍ତି। ସିଏ ପୁଣି ବଉଳ ଗଛ ହେଇଯାଇଛି। କେତେ ବାତ୍ୟା ମହାବାତ୍ୟା ଗଲାଣି, ସେ ବଉଳ ଗଛଟି ଅଛି। ତା ନାଁ ହେଉଛି ସିଦ୍ଧ ବକୁଳ। ଫରେନର ମାନେ ତାକୁ ଖୋଜି ଖୋଜିକି ଆସିଲେ, ତେଣୁ ଆମେ ତାକୁ ଖୋଜୁ, ଅନେକ ବି ଜାଣିନାହାନ୍ତି। ସେଇଠି ଗମ୍ଭୀରା ରହିଛି, ଗମ୍ଭୀରା ମଠ, ଯେଉଁଠି ମହାପ୍ରଭୁ ଚୈତନ୍ୟଙ୍କର ଶେଷ ବିଶ୍ରାମ ସ୍ଥଳୀ। ରାଧା ପ୍ରତାପ ରୁଦ୍ର ତାଙ୍କର ଶିଷ୍ୟ ଥିଲେ। ଏଇଭଳି ଅନେକ କଥା। ସେଇଥିପାଇଁ ଆମେ ଗୋଟିଏ କଥା କହିପାରିବା, ଏ ତ ମୁସଲମାନ ଭାଇମାନଙ୍କ କଥା ମୁଁ କହୁଛି। ଉତ୍କଳ ଗୌରବ ମଧୁସୂଦନ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ, କିନ୍ତୁ ଜଗନ୍ନାଥଙ୍କ ପାଇଁ ସିଏ ଇଂରେଜ ସରକାରଙ୍କ ସହିତ ଲଢ଼ିଥିଲେ। ଠାକୁର ରାଜାଙ୍କୁ ସେ ସ୍ୱତନ୍ତ୍ର ସମ୍ମାନ ଦେବା ପାଇଁ ଓଡ଼ିଆର ସମସ୍ତ ଜାତକରେ ଲେଖାଥିବା ପୁରୀ ଠାକୁର ରାଜାଙ୍କର କଥାକୁ ଉପସ୍ଥାପନ କରି ସିଏ ଜଗନ୍ନାଥଙ୍କର ପ୍ରତିଷ୍ଠା, ମାନେ ସଂସ୍କୃତିକୁ ପ୍ରତିଷ୍ଠା କରିଥିଲେ। ଲେଖୁ ଲେଖୁ ଲେଖିଥିଲେ, ଜାତି ନନ୍ଦୀ ଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ କଲେ ସାର। ତେବେ କିଏ ହେଉଛି କଥା? ଆମେ ଆମର ପ୍ରସଙ୍ଗ ଯାହା ଥିଲା ଜଗନ୍ନାଥ, ଆମେ ଏମିତି ଗୋଟେ କହୁ ଅନାଥ, ସବୁ ଅନାଥଙ୍କ ନାଥ, ଏମିତି ସବୁ କହିଦେଲେ କ'ଣ କଥା ତ ହବ କି? କିନ୍ତୁ ଜ କ'ଣ, ଗ କ'ଣ, ନା କ'ଣ, ଥ କ'ଣ,
ସମଗ୍ର ଜଗତ ପାଇଁ ଏହାର ଆବଶ୍ୟକ କ'ଣ? ଏ ଚାରୋଟି ଅକ୍ଷର ଭିତରେ ଜଗତର ସବୁ ଧର୍ମ, ସବୁ ସଂସ୍କୃତିର କଥା ତାରି ଭିତରେ ରହିଛି। ସେ ସମସ୍ତ କଥା କହିସାରିଛି। ଥ କଥାଟି ଥିଲା ଥୟ, ଧୀର ସ୍ଥିର ଧୈର୍ଯ୍ୟବାନ ମଣିଷ। ଯୋଗ ଆସନ ଧ୍ୟାନ ପ୍ରାଣାୟାମ ଦ୍ୱାରା ये जीवन को इंद्रिय मान को संयम करी जीवन को जगत जीवन सहित मिसेवा ये हूँ गोटे थय। जो माने ये पृथ्वी जो महापुरुष माने आसी समस्ते ये थ भीतर अच्छा। थ कहले थय धरतु आमे चैतन्य कथा कहले, जोगानंद कथा, माँ अरविंदर कथा, यही भाव में आमे ठाकुर अनुकूल चंद्र कथा, ठाकुर निगमानंद कथा सबू यही थ भीतर अच्छे। यही थ हूँ एकाग्रतार प्रतीक, धैर्यर प्रतीक। रामायणर अहल्या से थ सी पत्थर होती कि नहीं आम प्रमाण करें, पत्थर भली सही तेणु से हूँ थ। यही भली भाव में आपण माने देखंतु यही थ को लेकिन मोहम्मद यीशुख्रीष्ट स्वतंत्र एक धर्म सृष्टि कले। से कौन खाई पी शोक धर्म प्रतिष्ठा कले? थय चित्तरे बाइबल लिखिले, धर्म कौन से बुझेले। यीशुख्रीष्ट पर मोहम्मद आसिले, से कुरान लिखिले, एकेश्वरवाद प्रचार कले। सी कौन बुली चली एमती मजा मजलिस देखिले तांकर मस्तिष्कर एकाग्रतार सी कथा भाव सी जमी भल पाई लिखिले। से भली गुरु नानक लिखिले, गुरु ग्रंथ साहेब, बुद्ध लिखिले त्रिपिटक ग्रंथ। जो जो महापुरुष मान ये पृथ्वी पृष्ठ को आसी, ये तो गला आध्यात्मिक कथा। गांधी कहिले, विनोबा कहिले, सुभाष बोस कहिले, एमती कहू कहू लेलिन कहिले। आज पृथ्वी रे जेते प्रकार शासन व्यवस्था रही, आम संविधान आंबेडकर लिखिले, ता पूर्वर मनु भृंगु पराशर लिखिले, एबे आंबेडकर लिखिले। पाकिस्तान रो संविधान किए लिखिला, चीन रो संविधान किए लिखिला, रूसिया रो संविधान किए लिखिला, जापान रो संविधान किए लिखी। जी लिखिचंती से थ अक्षर को नहीं लिखिचंती। इंद्रिय मान को स्थिर करी निश्चल मनरे एकाग्रतारे से सबू लिखिचंती कहिचंती। परवर्ती समय आमे किंतु सबको भूली गलु। आज धर्म धर्म भितर विभेद, सनातन धर्म भितर मत मत भितर विभेद माने विभेद सृष्टि करुचु। किंतु थय चित्तरे जदि आमे से कथा को चिंता करिबा, आमे देखिबा
ସବୁ କଥା ହେଉଛି ଗୋଟିଏ। ମହାତ୍ମା ଗାନ୍ଧୀ ଗାଇଲେ ଈଶ୍ୱର ଆଲ୍ଲାହ ତେରୋ सबको सन्मति दे भगवान। ईश्वर अल्लाह तेरो नाम सबको सन्मति दे भगवान। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। ହିନ୍ଦୁ ଗାଉଛି, ଅନ୍ୟମାନେ ଗାଉନାହାନ୍ତି। ଈଶ୍ୱର ଆଲ୍ଲାହ ତେରୋ ନାମ ଏ କଥା କେହି ଗାଉନାହାନ୍ତି, ଆମେ ଗାଉଛୁ, କିଏ ନ ଗାଆନ୍ତୁ। କିନ୍ତୁ ସେ ଥୟଚିତରେ ଲେଖିଛନ୍ତି ଭାରତ ଯେତେବେଳେ ଗଣତନ୍ତ୍ର ଦେଶ ହେଲା, ସବୁ ଧର୍ମ ସବୁ ମତକୁ ସମ୍ମାନ ଦେବା ପାଇଁ ଏଠି ସମ୍ବିଧାନ ଲେଖା ହେଲା। ସିଏ ସେତେବେଳେ ବୁଝିପାରିଥିଲେ ପାକିସ୍ତାନ ଅଲଗା ହେଇଗଲେ ବି, ଭାରତରୁ ପାକିସ୍ତାନ ଅଲଗା ହେଇଗଲା, ଅଲଗା ହେଇଗଲେ ବି ଏଠି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବୌଦ୍ଧ ଜୈନ ସବୁ ରହିବେ, ବିଶେଷ ତ ହିନ୍ଦୁ ମୁସଲମାନ ରହିବେ। ତେଣୁ ସେଥିପାଇଁ ଏଇ କଥାକୁ ଚିନ୍ତା କରି ସେ ଲେଖିଛନ୍ତି। ଈଶ୍ୱର କହିଲେ ହିନ୍ଦୁର, ଈଶ୍ୱର କହିଲେ ଖ୍ରୀଷ୍ଟିଆନ ମାନଙ୍କର ଈଶ୍ୱର ଶବ୍ଦ। ତେବେ ସେ କଥାକୁ କିଏ ବୁଝୁଛି? ଇଏ ସବୁଗୁଡ଼ିକ ଅକ୍ଷର ଭିତରେ ଲୁଚିକିରି ରହିଛି। ଏଠି ଶାଲବଗ କହିଲେ ଆହେ ନୀଳ ଶୈଳ ପ୍ରବଳ ମତ ବାରଣ ମୋ ଆରତ ନଳିନୀ ବନକୁ କଲର। ତେଣୁ ସଜ୍ଜନ, ଜଗନ୍ନାଥଙ୍କର ଗୋଟିଏ ନାଁ ହେଉଛି ଆର୍ତ୍ତତ୍ରାଣ। ଆର୍ତ୍ତଟା କ'ଣ କେବଳ ହିନ୍ଦୁର ହୁଏ? ସମସ୍ତଙ୍କ ପାଇଁ ଆର୍ତ୍ତ ଦୁଃଖ ବା ବିପଦ ଇଏ ଆସିଛି। ସମସ୍ୟା ଜଞ୍ଜାଳର ଜୁଆର ଆସିଛି। ସମସ୍ତେ ସେହି ସମୟରେ ତାଙ୍କ ଇଷ୍ଟଙ୍କୁ ସ୍ମରଣ କରିଛନ୍ତି। ଯଦି ଇଷ୍ଟକୁ ସ୍ମରଣ ନ କରିଥିବେ ତାହେଲେ ବୁଦ୍ଧିକୁ ନେଇ, ବିବେକକୁ ନେଇ, ବିଚାରକୁ ନେଇ ସେ କିଛି ଉପାୟ ଅବଲମ୍ବନ କରିଥିବେ। ସେଇ ଗୋଟାକ ହେଉଛି ଥ। ଏଣୁ ଏଇ ନାମଟିକୁ ସବୁବେଳେ ପଢ଼ିବେ, ମନେ ରଖିବେ। ଜଗନ୍ନାଥ ଜଗନ୍ନାଥ जगन्नाथ पाहि मां। जगन्नाथ 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 रक्ष मां। जगन्नाथ 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 पाहि मां। जगन्नाथ 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 रक्ष मां। जगन्नाथ 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 पाहि। जगन्नाथ 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 रक्ष मां। जगन्नाथ 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 पाहि मां। जगन्नाथ 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 रक्ष मां। जगन्नाथ 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 पाहि मां। जगन्नाथ 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 रक्ष मां। जगन्नाथ 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 पाहि मां। जगन्नाथ जगन्नाथ जगन्नाथ। ଆକୁ ଗାଇଲା ବେଳେ ଟିକେ ମନ ଭିତରେ ଭାବିବେ ସେଇ ସର୍ବଶକ୍ତିମାନ ଖୁସି ହେଉଛନ୍ତି କି ନାହିଁ। ଏଇ ଜଗନ୍ନାଥଙ୍କ ଶବ୍ଦରେ ସେ ଅଛନ୍ତି କି ନାହିଁ। ବର୍ତ୍ତମାନ ସେ ଜ ଅକ୍ଷରକୁ ନେବା, ସେ ଜ ଅକ୍ଷର କହିଥିଲି ଜ୍ୟୋତି। ଜ୍ୟୋତିର ରଙ୍ଗଟା କେମିତି? ଶୁକ୍ଳବର୍ଣ୍ଣ, ଧଳାବର୍ଣ୍ଣ। ତାହେଲେ ଜଗନ୍ନାଥଙ୍କ ଦର୍ଶନରେ ଧବଳ ବର୍ଣ୍ଣ କିଏ? ବଳଦେବ।
ଜଗନ୍ନାଥଙ୍କର ଅନ୍ୟ ଏକ ରୂପ ହେଉଛି ବଳଦେବ, ଯାହାକୁ ଆମ ପଣ୍ଡିତମାନେ ଗାଇଛନ୍ତି ଶୁକ୍ଳାମ୍ବରଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜଂ ପ୍ରସନ୍ନଂ ବଦନଂ ଧ୍ୟାୟେ ସର୍ବବିଘ୍ନ ପ୍ରସାଦ। ଆଚ୍ଛା, ଆମେ ସେ ବ ଅକ୍ଷରକୁ ବର୍ତ୍ତମାନ ନେବା। ଏକରେ ଜ ଜ୍ୟୋତି, ଜ୍ୟୋତିର ରୂପ ହେଉଛନ୍ତି ବଳଦେବ। এই রূপକୁ ଚିନ୍ତନ କଲେ ସମସ୍ତ ବିଘ୍ନ ବିନାଶ ହେବ। এই ଓଡ଼ିଶାର ତୁଳସୀ କ୍ଷେତ୍ରରେ ବଳଦେବଙ୍କୁ ସ୍ୱତନ୍ତ୍ର ଭାବରେ ସେ କ୍ଷେତ୍ର ସୃଷ୍ଟି ହୋଇଛନ୍ତି ଏବଂ ସେ ପୂଜା ପାଉଛନ୍ତି। ଏଠି ଯେମିତି ମହାପ୍ରସାଦର ମାନ୍ୟତା ରହିଛି, ବଳଦେବଙ୍କ କ୍ଷେତ୍ରରେ ରସାବଳୀର ମାନ୍ୟତା ମଧ୍ୟ ସେଇଭଳି ନ ରହୁ, କିନ୍ତୁ ମାନେ ବହୁତ ଅଧିକ ମଧ୍ୟ ରହିଛି। ଆଚ୍ଛା, ଆଚ୍ଛା, ବଟି କ'ଣ? ଆମେ ଆଧ୍ୟାତ୍ମିକ କଥା ଟିକେ ପରେ କହିବା ଯେ ବଟି କ'ଣ। ବ କହିଲେ ବଟ, ବଟ କହିଲେ କ'ଣ? ଗଛ। ତେବେ ଗଛଟା କ'ଣ କେବଳ ହିନ୍ଦୁର ଦରକାର? ସମଗ୍ର ପୃଥିବୀ ଆଜି ଜଳୁଛି ଅସହ୍ୟ ତାତିରେ, ଜଙ୍ଗଲରେ ଆଜି ନିଆଁ ଲାଗୁଛି। ଏ ସବୁର ଆଉ ବେଳେବେଳେ ତୋଫାନ ଆସୁଛି, ସାମୁଦ୍ରିକ ଝଡ଼ ଆସୁଛି, ତାର କାରଣ ହେଉଛି ଗଛ। ବଟ କହିଲେ ବରଗଛ, ବଟ କହିଲେ ଅଶ୍ୱତ୍ଥ ଗଛ, ବଟ କହିଲେ ଜଙ୍ଗଲ। ଗଛ ଗୁଡ଼ାକ ଯୋଉଠି ପୂର୍ଣ୍ଣ ହେଇଛି ସେ ଜଙ୍ଗଲ। ଆଉ ବ କହିଲେ ବଟ। ଆମର କେତୋଟି ବଟ ଅଛନ୍ତି? କଳ୍ପ ବଟ, ଧର୍ମ ବଟ, ବାଞ୍ଛା ବଟ, ହିକୁମ୍ଭିଲା ବଟ, ବଂଶୀ ବଟ, ଅକ୍ଷୟ ବଟ। ଆଜି ବି ନୈମିଷ୍ୟ ଅରଣ୍ୟରେ ଆପଣ ଦେଖିବେ ଅକ୍ଷୟ ବଟ ଆଜି ବି ଅଛି, କେତେ ହଜାର ବର୍ଷ ତଳୁ ଅଛି। ଆଚ୍ଛା, ବର୍ତ୍ତମାନ ବ ଯଦି ବଟ ହେଲା, ବ ଅକ୍ଷରରେ ଆଉ ଗୋଟିଏ କ'ଣ? ବନ। ବନ କ'ଣ? ବନ କହିଲେ ବନ ଶବ୍ଦର ଅର୍ଥ ହେଉଛି ସୁନ୍ଦର। ଆମେ ଗୋଟେ ବ୍ୟକ୍ତି କି ସୁନ୍ଦର ବୋଲି କହୁଛୁ, ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ସୁନ୍ଦର ବୋଲି କହୁଛୁ, ନିର୍ଦ୍ଦିଷ୍ଟ ରୂପକୁ ଗୋଟେ ସୁନ୍ଦର ବୋଲି କହୁଛୁ, କିନ୍ତୁ ପ୍ରକୃତ ଏ ଜଗତ ହେଉଛି ତାଙ୍କ ସୃଷ୍ଟିର ଏଇ ଜଗତ ଅତ୍ୟନ୍ତ ସୁନ୍ଦର। ସୁନ୍ଦର ତୁମରି ଚରଣର ସୁନ୍ଦର ତୁମରି ସୁନ୍ଦର ତୁମାରେ ସେଟିକି ଦୁନିଆ, ସୁନ୍ଦର ତୁମରି ଇଏ ହେଉଛି ବନ କହିଲେ ସୁନ୍ଦର, ବନ କହିଲେ ଜଙ୍ଗଲ। ଜଙ୍ଗଲ ସମସ୍ତଙ୍କର ଦରକାର। ବନ କହିଲେ ଉଦ୍ୟାନ, କାନନ। ତେଣୁ କାନନ ବା ଉଦ୍ୟାନ ଏହା ସବୁଠାରେ ବିଦ୍ୟମାନ, ସବୁଠି ଏହାର ଆଦର ରହିଛି। ଆଚ୍ଛା, ବ କହିଲେ ଆଉ କ'ଣ? ଜଙ୍ଗଲ ଏ ଜଗତ ପାଇଁ ଦରକାର, ଜଳ, ବୃକ୍ଷ,
এটা ସବୁ ଆମ ପାଇଁ ସମଗ୍ର ପୃଥିବୀ ପାଇଁ ଦରକାର, ଖାଲି ମଣିଷ ପାଇଁ ବି ନୁହଁ। ପଶୁ ପକ୍ଷୀ ବଣକୁ ଆଶ୍ରୟ କରି ବଞ୍ଚିଥିବା ସମସ୍ତ ବନ୍ୟ ପ୍ରାଣୀମାନଙ୍କ ପାଇଁ ବନର କେତେ ଆବଶ୍ୟକ ରହିଛି ଆପଣମାନେ ଚିନ୍ତନ କରନ୍ତୁ। ଆଜି ଜଙ୍ଗଲରେ ନିଆଁ ଲାଗୁଛି, ଜଙ୍ଗଲକୁ ମଣିଷ ନଷ୍ଟ କରୁଛି, ଜଙ୍ଗଲରେ ଥିବା ପ୍ରାଣୀମାନଙ୍କର ବଂଶ ଲୋପ ପାଇଯାଉଛି। ବନ କହିଲେ ଜଳ, ଜଳଚରମାନଙ୍କର ବି ବିନାଶ ହେଉଛି। ଆମେ ଚାଷ କରୁଛୁ, ମାଛ ଚାଷ, କୁମ୍ଭୀର ଚାଷ, ଚାଷ କରିକିରି ଆମେ ପ୍ରାକୃତିକ ପ୍ରକ୍ରିୟାକୁ ଆମେ ରଖିପାରିବା, ପ୍ରକ୍ରିୟା ସୃଷ୍ଟି କରିପାରିବା? आहे नीଳ ସଇ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳନ। आहे नीଳ ଶୈଳ ଘୋର ବନେ ମୃଗୁଣୀକୁ ପଡ଼ିଥିଲା କଷଣ, ଘୋର ବନେ ମୃଗୁଣୀକୁ ପଡ଼ିଥିଲା କଷଣ। କେତେ ବଡ଼ ବିପତ୍ତିରୁ କରିଅଛ ତାରଣ। आहे नीଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କର ଦଳନ। आहे नीଳ ଶୈଳ।